ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ ଆମ ମାଟିର ସ୍ୱର। ସ୍ୱାଗତ। ଆଜି ଆମେ ଗୋଟେ ବହୁତ ଜଣାଶୁଣା ବହି ବିଷୟରେ କଥା ହେବା, ଡେଲ୍ କାର୍ନେଗୀଙ୍କର ହାଉ ଟୁ ଷ୍ଟପ୍ ୱରିଂ ଆଣ୍ଡ ଷ୍ଟାର୍ଟ ଲିଭିଂ। ହଁ, ଓଡ଼ିଆରେ କହିଲେ ଚିନ୍ତା ଛାଡ଼ନ୍ତୁ ଓ ବଞ୍ଚିବା ଆରମ୍ଭ କରନ୍ତୁ। ଏଇଟା ଏମିତି ଗୋଟେ ବହି ଯାହା ସତରେ ଲୋକଙ୍କ ଜୀବନ ବଦଳେଇଛି। ଏକଦମ। ଆଉ ଆଜିକାଲିର ସମୟରେ ତ ଚିନ୍ତା, ଦୁଶ୍ଚିନ୍ତା ଏସବୁ ବହୁତ ବଢ଼ିଯାଇଛି, ତେଣୁ ଏ ବହିର ଆଲୋଚନା ବହୁତ ଜରୁରୀ। ନିଶ୍ଚୟ। ଏ ବହିର ମୂଳ କଥା ହେଲା ଯେ ଚିନ୍ତାଟା ଗୋଟେ ଆମେ କହିପାରିବା ଏକ ବିନାଶକାରୀ ଅଭ୍ୟାସ। ହଁ, ଯାହା ଆମ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରେ, ଆମ ଖୁସିକୁ ବି। ହଁ, କିନ୍ତୁ ସବୁଠୁ ଭଲ କଥା ହେଲା ଏହା ଏକ ଅଭ୍ୟାସ ଯାହାକୁ ଭାଙ୍ଗି ହେବ, ଏମିତି ନୁହେଁ ଯେ ଏହା ସବୁଦିନ ରହିବ। ଆଚ୍ଛା, ତେବେ ଚାଲନ୍ତୁ ସେଇ କୌଶଳଗୁଡ଼ିକୁ ଭିତରକୁ ଯିବା। ପ୍ରଥମେ ଚିନ୍ତାର ପ୍ରଭାବ ବିଷୟରେ କାର୍ନେଗୀ କ'ଣ କହୁଛନ୍ତି? ଦେଖନ୍ତୁ, ସେ କହୁଛନ୍ତି ଯେ ଚିନ୍ତା ଖାଲି ମନର କଥା ନୁହେଁ, ଏହାର ଶାରୀରିକ ପ୍ରଭାବ ବି ଅଛି। ବହୁତ ଲୋକ ଅଛନ୍ତି ଯେଉଁମାନେ ଅତ୍ୟଧିକ ଚିନ୍ତା କଲେ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ହଁ, ପେଟରେ ସମସ୍ୟା, ଗ୍ୟାସ୍। ଏକଦମ। ପେଟ ଗଡ଼ବଡ଼, ଏପରିକି ଠିକ୍ରେ ନିଦ ନ ହେବା, ଅନିଦ୍ରା ଭଳି ଲକ୍ଷଣ। ଏସବୁ ଗୋଟେ ସଂକେତ ଯେ ଚିନ୍ତା ଶରୀର ଉପରେ ବି ପ୍ରଭାବ ପକାଉଛି। ବାପରେ, ଏତେ ସବୁ! ତେବେ ଏଥିରୁ ବଞ୍ଚିବାର ଉପାୟ କ'ଣ? ସେ ଯୋଉ ଦିନ ଭିତ୍ତିକ କୋଠରୀ କଥା ଅଛି, ସେଇଟା କ'ଣ? ହଁ, ଏଇଟା ଗୋଟେ ବହୁତ ଶକ୍ତିଶାଳୀ ଉପାୟ। କାର୍ନେଗୀ କହୁଛନ୍ତି, କାଲି କ'ଣ ହେଇଗଲା ତାକୁ ନେଇ ଦୁଃଖ କରିବା ବା ଆସନ୍ତାକାଲି କ'ଣ ହେବ ସେ ବିଷୟରେ ଅଯଥା ଭୟ କରିବା, ଏ ଦୁଇଟା ବଡ଼ ଘାରକୁ ମୁଣ୍ଡରୁ ଓହ୍ଲେଇ ଦେବା। କେବଳ ଆଜି ଉପରେ ଧ୍ୟାନ ଦେବା। ଏକଦମ। କଳ୍ପନା କରନ୍ତୁ ଯେ ଆପଣଙ୍କ ଜୀବନ ଗୋଟେ ଜାହାଜ, ଆଉ ଆପଣ ଆଜି ପାଇଁ ଗୋଟେ ଜଳରୋଧୀ କବାଟ ବନ୍ଦ କରିଦେଲେ। ଅତୀତକୁ ବି ବନ୍ଦ, ଭବିଷ୍ୟତକୁ ବି ବନ୍ଦ। କେବଳ ଆଜିର ଦିନ, ଆଜିର କାମ, ଆଜିର ସୁଯୋଗ। କିନ୍ତୁ ସବୁବେଳେ ଏମିତି କରିହୁଏ କି? ଯେତେବେଳେ ସତରେ କିଛି ବଡ଼ ଚିନ୍ତା ଥାଏ, ଭବିଷ୍ୟତ ପାଇଁ ପ୍ଲାନ୍ କରିବାକୁ ପଡ଼େ। ଦେଖନ୍ତୁ, ଏଇଟା ଗୋଟେ ଅଭ୍ୟାସ। ଏମିତି ନୁହେଁ ଯେ ଆଜି କହିଲେ କାଲିଠୁ ହେଇଯିବ, କିନ୍ତୁ ଚେଷ୍ଟା କରିବାର କଥା। ମୂଳ ଉଦ୍ଦେଶ୍ୟ ହେଲା ଆମର ଯେଉଁ ମାନସିକ ଶକ୍ତି ଅଛି ତାକୁ ଅତୀତର ଭୁଲ ପାଇଁ ଅନୁତାପ କରି କିମ୍ବା ଭବିଷ୍ୟତର କାଳ୍ପନିକ ବିପଦ ପାଇଁ ଭୟ କରି ନଷ୍ଟ ନ କରିବା। ବୁଝିଲି। ଆଜି ଯାହା କରିହେବ ସେଥିରେ ପୁରା ଶକ୍ତି ଲଗେଇବା। ହଁ, ଆଉ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଚିନ୍ତା ମନକୁ ଆସୁଛି ତାକୁ ସାମ୍ନା କରିବା ପାଇଁ ବି କାର୍ନେଗୀ ଉପାୟ କହିଛନ୍ତି। ଚିନ୍ତାକୁ ବିଶ୍ଳେଷଣ କରିବା। ଆଚ୍ଛା, ସେଇଟା କେମିତି? ସେ ମ୍ୟାଜିକ୍ ଫର୍ମୁଲା ବିଷୟରେ କିଛି କହୁଥିଲେ ନା? ହଁ, ଏଇଟା ଗୋଟେ 3 ସ୍ତରୀୟ ଫର୍ମୁଲା। ପ୍ରଥମେ ନିଜକୁ ପଚାରନ୍ତୁ, ମୁଁ ଯୋଉ କଥା ପାଇଁ ଏତେ ଚିନ୍ତା କରୁଛି ସେଥିରେ ସବୁଠାରୁ ଖରାପ କ'ଣ ହୋଇପାରେ? ସବୁଠୁ ଖରାପ ପରିଣତିଟା କ'ଣ? ହଁ। ଦ୍ୱିତୀୟରେ, ଯଦି ସେଇ ଖରାପ ପରିଣତିଟାକୁ ଏଡ଼େଇ ହେବନି ତାହେଲେ ତାକୁ ସ୍ୱୀକାର କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ। ମାନି ନିଅନ୍ତୁ ଯେ ହଁ, ଏମିତି ହୋଇପାରେ। ଏଇଟା ଟିକେ କଷ୍ଟ ଲାଗୁଛେ। କଷ୍ଟ, କିନ୍ତୁ ଏହା କଲେ ମନର ଗୋଟେ ବୋଝ ହାଲୁକା ହୋଇଯାଏ। ଆଉ ତୃତୀୟ ପଦକ୍ଷେପ ହେଲା ସେହି ଖରାପ ସ୍ଥିତିକୁ ମାନି ନେବା ପରେ ଏବେ ଶାନ୍ତ ଭାବରେ ଚେଷ୍ଟା କରନ୍ତୁ ସେହି ସ୍ଥିତିକୁ ଯେତେ ସମ୍ଭବ ଭଲ କରିବା ପାଇଁ। ଯାହା ହେବାର ଥିଲା ତାଠୁ କେମିତି କମ୍ ଖରାପ ହେବ ବା ସେଥିରୁ କେମିତି ବାହାରି ହେବ। ଓହୋ, ପ୍ରଥମେ ଭୟର ସାମ୍ନା କରିବା, ତାକୁ ଗ୍ରହଣ କରିବା, ଆଉ ତାପରେ ଯାଇ ସମାଧାନ ଖୋଜିବା। ଏକଦମ। ଏମିତି କଲେ ଆମେ ଅନ୍ଧ ଭଳି ଚିନ୍ତା ନ କରି ଗୋଟେ ସ୍ପଷ୍ଟ କାର୍ଯ୍ୟପନ୍ଥା ପାଉ। ଆଉ ଗୋଟେ ଉପାୟ ବି ଅଛି ସମସ୍ୟା ସମାଧାନ ପାଇଁ। କ'ଣ ସେଇଟା? ତଥ୍ୟ ସଂଗ୍ରହ। ଯେତେବେଳେ କୌଣସି କଥାକୁ ନେଇ ଚିନ୍ତା ହେଉଛି, ପ୍ରଥମେ ସେ ବିଷୟରେ ଯେତେ ସମ୍ଭବ ସଠିକ୍ ତଥ୍ୟ ଏକାଠି କରନ୍ତୁ। ଅଧା ଜ୍ଞାନ ବା ଭୁଲ ଧାରଣା ହିଁ ବେଶୀ ଚିନ୍ତା ବଢ଼ାଏ। ହଁ, ଏଇଟା ତ ଠିକ୍। ତଥ୍ୟ ପାଇସାରିଲା ପରେ ସେଗୁଡ଼ିକୁ ବିନା କୌଣସି ପାତ୍ରଅନ୍ତର ଭାବରେ ନିରପେକ୍ଷ ଭାବେ ବିଶ୍ଳେଷଣ କରନ୍ତୁ। ତାପରେ ଗୋଟେ ସ୍ପଷ୍ଟ ନିଷ୍ପତ୍ତି ନିଅନ୍ତୁ, ଆଉ ସବୁଠୁ ଜରୁରୀ ସେଇ ନିଷ୍ପତ୍ତି ଅନୁସାରେ କାମ ଆରମ୍ଭ କରିଦିଅନ୍ତୁ। ଅନେକ ସମୟରେ ଆମେ ନିଷ୍ପତ୍ତି ନେଇପାରୁନୁ ବୋଲି ଚିନ୍ତା ବଢ଼େ। ଠିକ୍। କାର୍ଯ୍ୟରେ ଲାଗିଗଲେ ଚିନ୍ତା କମିଯାଏ, କିନ୍ତୁ ଏଇ ଯୋଉ ଚିନ୍ତା କରିବାର ଅଭ୍ୟାସଟା ପଡ଼ିଯାଇଛି, ଯାହାକୁ ଆପଣ ଆରମ୍ଭରୁ କହୁଥିଲେ, ତାକୁ କେମିତି ଭାଙ୍ଗିବା? ଏଇଟା ବି ଗୋଟେ ବଡ଼ କଥା। କାର୍ନେଗୀ କହୁଛନ୍ତି, ସବୁଠୁ ଭଲ ଉପାୟ ହେଲା ନିଜକୁ କୌଣସି କାମରେ ବ୍ୟସ୍ତ ରଖିବା। ଗୋଟେ ବ୍ୟସ୍ତ ମନ ପାଖରେ କାନ୍ଦିବାକୁ ସମୟ ନଥାଏ ବୋଲି ଯାହା କୁହାଯାଏ। ହଁ, ମନଟା କାମରେ ଲାଗି ରହିଲେ ଅନ୍ୟ କଥା ଭାବିବାକୁ ସମୟ କମ୍ ମିଳେ। ଠିକ୍। ଆଉ ଗୋଟେ ଜିନିଷ ହେଲା ଛୋଟ ଛୋଟ କଥାକୁ ନେଇ ଅଧିକ ବ୍ୟସ୍ତ ନ ହେବା, ଯାହାକୁ ସେ ଟ୍ରାଇଫଲ୍ସ ବୋଲି କହିଛନ୍ତି। ଜୀବନରେ ବହୁତ ବଡ଼ ବଡ଼ ଜିନିଷ ଅଛି, ଏଇ ସାମାନ୍ୟ କଥାଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ।
ଏଇଟା ବହୁତ ଲାଗୁ ହୁଏ। ଆମେ ପ୍ରାୟତଃ ସାମାନ୍ୟ କଥାରେ ବେଶୀ ମୁଣ୍ଡ ଖେଳେଇ ଦଉ। ଆଉ ସେ ହାରାହାରି ନିୟମ ବା ଲ ଅଫ୍ ଏଭରେଜେସ୍ ସେଇଟା କ'ଣ? ହଁ, ସେଇଟା ହେଲା ସମ୍ଭାବ୍ୟତା। ଆମେ ଯେଉଁ ବିପଦ ପାଇଁ ଏତେ ଡରୁଛୁ ତାହା ବାସ୍ତବରେ ଘଟିବାର ସମ୍ଭାବନା କେତେ? ଯଦି ଆମେ ଟିକେ ହିସାବ କରି ଦେଖିବା, ଅନେକ ଚିନ୍ତା ଅମୂଳକ ବୋଲି ଜଣାପଡ଼ିବ। ମାନେ ଯାହା ହେବାର ସମ୍ଭାବନା ବହୁତ କମ୍, ତାକୁ ନେଇ ଏତେ ଚିନ୍ତା କରି ଲାଭ ନାହିଁ। ହଁ, ଆଉ ଗୋଟେ ବଡ଼ କଥା ହେଲା, ଯାହାକୁ ବଦଳେଇ ହେବନି, ଯାହା ଅନିବାର୍ଯ୍ୟ, ତାକୁ ଗ୍ରହଣ କରିନେବା। କିଛି ପରିସ୍ଥିତି ଆମ ନିୟନ୍ତ୍ରଣ ବାହାରେ ଥାଏ। ତାକୁ ନେଇ ଲଢ଼େଇ କରିବା ମାନେ ନିଜ ଶକ୍ତି ନଷ୍ଟ କରିବା। ଠିକ୍ ଅଛି। ଆଉ ଷ୍ଟପ୍ ଲସ୍ ଅର୍ଡର ସେୟାର ବଜାର ଭଳି ଶୁଭୁଛି? ହଁ, କିଛିଟା ସେମିତି। ମାନେ ପ୍ରତ୍ୟେକ ଚିନ୍ତା ପାଇଁ ଗୋଟେ ସୀମା ନିର୍ଦ୍ଧାରଣ କରିବା। ମୁଁ ଏହି କଥା ପାଇଁ କେତେ ସମୟ ଦେବି, କେତେ ଶକ୍ତି ଖର୍ଚ୍ଚ କରିବି, ତାପରେ ଆଉ ନୁହେଁ, ବହୁତ ହେଇଗଲା। ବାଃ, ଏଇଟା ଭଲ ଲାଗିଲା। ଚିନ୍ତା ଉପରେ ବି ଗୋଟେ ବଜେଟ୍ ରଖିବା। ଏକଦମ। ଆଉ ଶେଷରେ ଅତୀତକୁ ଛାଡ଼ିବା। ଯାହା ଭୁଲ ହେଇଗଲା, ଯାହା ଦୁଃଖ ମିଳିଲା, ତାକୁ ଧରି ବସିଲେ ଆଗକୁ ବଢ଼ିହେବନି। ଗଲା କଥାକୁ ପୋଛିଦିଅ। ଏତେ ସବୁ ତ ଗଲା ଚିନ୍ତା କେମିତି କମେଇବା, କିନ୍ତୁ ଗୋଟେ ସକାରାତ୍ମକ ମାନେ ପଜିଟିଭ୍ ମନୋଭାବ ସେଇଟା କେମିତି ଗଢ଼ିବା? ଏଇଟା ବହୁତ ଜରୁରୀ। କାର୍ନେଗୀ କହୁଛନ୍ତି, ଆମ ମନ ଗୋଟେ ବଗିଚା ଭଳି। ଆମେ ଚାହିଁଲେ ସେଥିରେ କଣ୍ଟା ବୁଣି ପାରିବା କିମ୍ବା ଫୁଲ। ତେଣୁ ମନକୁ ଭଲ ଭାବନା ଯେମିତି ଶାନ୍ତି, ସାହସ, ଭଲ ସ୍ୱାସ୍ଥ୍ୟ, ଆଶା ଏସବୁରେ ଭରି ରଖିବା ଦରକାର। ଆଉ ପ୍ରତିଶୋଧ ଭଳି ନକାରାତ୍ମକ ଭାବନା? ସେଗୁଡ଼ିକ ବିଷ ପରି। ଯିଏ ପ୍ରତିଶୋଧ ନେବାକୁ ଚାହେଁ, ସେ ନିଜରେ ବେଶୀ କ୍ଷତି କରେ। ଅନ୍ୟକୁ କ୍ଷମା କରିଦେଲେ ନିଜ ମନ ହାଲକା ହୁଏ। ଆଉ ଗୋଟେ ବଡ଼ କଥା, କାହାଠୁ କୃତଜ୍ଞତା ଆଶା ନ କରିବା। ମାନେ ଆମେ କାହା ପାଇଁ କିଛି କଲେ ସେ ଆମକୁ ଧନ୍ୟବାଦ ଦେବ ବା ମନେ ରଖିବ, ଏମିତି ଆଶା ନ ରଖିବା। ହଁ, କେବଳ ଦେବାର ଯେଉଁ ଆନନ୍ଦ, ସେଇଥିପାଇଁ ଦେବା। ଏମିତି କଲେ ନିରାଶ ହେବାକୁ ପଡ଼ିବନି। ଆଉ ଗୋଟେ ଜରୁରୀ କଥା, ଆମ ପାଖରେ ଯାହା ନାହିଁ ତାକୁ ନ ଭାବି ଯାହା ଅଛି ସେଥିପାଇଁ ଈଶ୍ୱରଙ୍କୁ ବା ଭାଗ୍ୟକୁ ଧନ୍ୟବାଦ ଦେବା। କାଉଣ୍ଟ ୟୋର ବ୍ଲେସିଂସ୍। ହଁ, ନିଜର ଆଶୀର୍ବାଦ ଗଣିବା। ଏଟା ସତରେ ଦୃଷ୍ଟିକୋଣ ବଦଳେଇ ଦିଏ। ନିଶ୍ଚୟ। ଆହୁରି ମଧ୍ୟ ଅନ୍ୟମାନଙ୍କ ପରି ହେବାକୁ ଚେଷ୍ଟା ନ କରି ନିଜକୁ ଜାଣିବା, ନିଜର ସ୍ୱତନ୍ତ୍ରତାକୁ ଭଲ ପାଇବା, ଆଉ ନିଜ ପରି ବଞ୍ଚିବା। ଏବଂ ସେଇ ଲେମ୍ବୁ ଆଉ ସରବତ କଥାଟା। ହଁ, ଯେତେବେଳେ ଭାଗ୍ୟ ତୁମକୁ ଲେମ୍ବୁଟିଏ ବଢ଼େଇ ଦିଏ, ତାର ସରବତ ବନେଇବାକୁ ଚେଷ୍ଟା କର। ମାନେ ଯଦି କିଛି ଖରାପ ପରିସ୍ଥିତି ଆସିଲା, ସେଥିରୁ କିଛି ଭଲ ବାହାର କରିବାର ବାଟ ଖୋଜିବା। ପ୍ରତ୍ୟେକ ଅସୁବିଧା ଭିତରେ ଗୋଟେ ସୁଯୋଗ ଲୁଚି ରହିଥାଏ। ବହୁତ ପ୍ରେରଣାଦାୟକ କଥା। ଆଉ ଗୋଟେ ଶେଷ କଥା ସେ କହୁଛନ୍ତି, ଯେତେବେଳେ ନିଜ ଦୁଃଖରେ ବହୁତ ବୁଡ଼ି ଯାଉଛନ୍ତି, ଚେଷ୍ଟା କରନ୍ତୁ ଅନ୍ୟମାନଙ୍କ ପାଇଁ କିଛି କରିବାକୁ, ସେମାନଙ୍କୁ ମୁହଁରେ ଟିକେ ହସ ଆଣିବାକୁ। ଦେଖିବେ ନିଜ ଦୁଃଖ କେତେ ହାଲୁକା ଲାଗିବ। ବା, ତେବେ ଆଜିର ଏ ଆଲୋଚନାରୁ ଯଦି ଆମେ ମୁଖ୍ୟ ଶିକ୍ଷାଗୁଡ଼ିକୁ ଦେଖିବା, ତାହେଲେ ସେଗୁଡ଼ିକ ହେଲା ବର୍ତ୍ତମାନ ମୁହୂର୍ତ୍ତରେ ବଞ୍ଚିବା। ହଁ, ଦିନଭିତ୍ତିକ କୋଠାରୀ। ଚିନ୍ତାକୁ ଠିକ୍ ଭାବେ ବିଶ୍ଳେଷଣ କରି ସାମ୍ନା କରିବା। ମ୍ୟାଜିକ୍ ଫର୍ମୁଲା ଓ ତଥ୍ୟ ଆଧାରିତ ନିଷ୍ପତ୍ତି। ନିଜକୁ କାମରେ ବ୍ୟସ୍ତ ରଖିବା ଆଉ ଛୋଟ କଥାକୁ ଗୁରୁତ୍ୱ ନ ଦେବା। ହଁ, ଆଉ ଯାହା ବଦଳେଇ ହେବନି ତାକୁ ମାନିନେବା। ଏବଂ ସବୁବେଳେ ଗୋଟେ ସକାରାତ୍ମକ ମନୋଭାବ ରଖିବା, ନିଜ ପାଖରେ ଯାହା ଅଛି ସେଥିପାଇଁ କୃତଜ୍ଞ ହେବା ଆଉ ଅନ୍ୟମାନଙ୍କୁ ସାହାଯ୍ୟ କରିବା। ଏକଦମ। ଏତିକି କଲେ ଜୀବନରୁ ଚିନ୍ତା ବହୁତ ମାତ୍ରାରେ କମିଯିବ ଏବଂ ଶାନ୍ତି ମିଳିବ। ଏବେ ଶ୍ରୋତାମାନଙ୍କ ପାଇଁ ଗୋଟେ କାମ। କ'ଣ? ଆଜି ଆମେ ଯେତେଗୁଡ଼େ କୌଶଳ ବିଷୟରେ କଥା ହେଲେ, ସେଥିରୁ ଯେକୌଣସି ଗୋଟିଏ ବାଛନ୍ତୁ। ହୁଏତ ଦିନଭିତ୍ତିକ କୋଠରୀ କିମ୍ବା ମ୍ୟାଜିକ୍ ଫର୍ମୁଲା କିମ୍ବା ଆଶୀର୍ବାଦ ଗଣିବା, ଯେକୌଣସି ଗୋଟିଏ। ଆଉ ଆଜିଠାରୁ ତାକୁ ନିଜ ଜୀବନରେ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ। ବହୁତ ଭଲ ପରାମର୍ଶ। ଏବଂ ଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛୁ। ଏକ ଅଧିକ ଶାନ୍ତିପୂର୍ଣ୍ଣ, ଚିନ୍ତାମୁକ୍ତ ଜୀବନ ଆଡ଼କୁ ଯିବା ପାଇଁ ଆଜି ଆପଣ କେଉଁ ଗୋଟିଏ ଛୋଟ ହେଲେ ବାସ୍ତବ ପଦକ୍ଷେପ ନେଇପାରିବେ? ଟିକେ ଭାବି ଦେଖନ୍ତୁ। ତେବେ ଏହି ଏପିସୋଡରୁ ଆପଣ କ'ଣ ଶିଖିଲେ? ତଳେ କମେଣ୍ଟରେ ଲେଖି ଆମକୁ ଜଣାନ୍ତୁ। ତା ସଙ୍ଗେ ସଙ୍ଗେ ଆଉ କୋଉ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ତାହା ମଧ୍ୟ ଜଣାନ୍ତୁ। ଦେଖାହେବା ଆଉ ଗୋଟେ ଇନଫର୍ମେଟିଭ ଏବଂ ଇଣ୍ଟରେଷ୍ଟିଂ ଏପିସୋଡ ମାଧ୍ୟମରେ। ରହିଲୁ, ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।